ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ପୁନର୍ବାର ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁଙ୍କ ନିକଟରେ ରହିବା ପାଇଁ କେବଳ ଗୋଟିଏ ସର୍ତ୍ତ। ପ୍ରଭୁଙ୍କ ନିକଟରେ ରହିବା ପାଇଁ କେବଳ ଗୋଟିଏ ସର୍ତ୍ତ। ଏହି ପ୍ରସଙ୍ଗ ଉପରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ପ୍ରିୟମାନେ, ପରମେଶ୍ୱରଙ୍କର ନିକଟବର୍ତ୍ତୀ ରହିବା, ପରମେଶ୍ୱରଙ୍କର ଅତି ନିକଟରେ ରହିବା କାହାକୁ ଇଚ୍ଛା ନାହିଁ? ସମସ୍ତଙ୍କୁ ଇଚ୍ଛା ଯେ ଆମେ ପରମେଶ୍ୱରଙ୍କର ଅତି ନିକଟରେ ରହିବା। ଆଉ ବାଇବଲରେ ଆମେ ଦେଖୁଛୁ ଯେ ପ୍ରଭୁଙ୍କର ଅତି ନିକଟରେ କୋଉମାନେ ରହୁଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ 70 ଜଣ ଶିଷ୍ୟକୁ ବାଛିଥିଲେ। ଆଉ ସେ 70 ଜଣ ଶିଷ୍ୟ ମଧ୍ୟରୁ ସେ ଆହୁରି ଅଧିକ ତାଙ୍କର ନିକଟରେ ରହିବା ପାଇଁ 12 ଜଣ ଶିଷ୍ୟକୁ ବାଛିଲେ। ଆଉ ସେ 12 ଜଣ ମଧ୍ୟରୁ ଆହୁରି ସେ 3 ଜଣ ସବୁବେଳେ ତାଙ୍କର ଅତି ନିକଟରେ ରହୁଥିଲେ। ଆମେ ପଦ ପଢିବା ମାଥ୍ୟୁ 17 ଅଧ୍ୟାୟର 1 ପଦରେ, 6 ଦିନ ପରେ ଯୀଶୁ ପିତର, ଯାକୁବ ଓ ତାଙ୍କ ଭାଇ ଜହନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ। ଦେଖନ୍ତୁ କେତେ ସୁନ୍ଦର ବିଷୟ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ 3 ଜଣ ଶିଷ୍ୟକୁ, କାହାକୁ? ପିତର, ଯାକୁବ ଆଉ ତାଙ୍କ ଭାଇ ଜହନଙ୍କୁ ଧରି ଅନ୍ତର ହେଇଗଲେ। ଆଉ ସେମାନଙ୍କୁ ଗୋଟିଏ ଉଚ୍ଚ ସ୍ଥାନରେ, ବହୁତ ଉଚ୍ଚ ସ୍ଥାନରେ, ଗୋଟେ ହାଇ ଲେଭେଲରେ ତାଙ୍କୁ ନେଇଯାଉଅଛନ୍ତି। ଯୀଶୁଖ୍ରୀଷ୍ଟଙ୍କର 12 ଜଣ ଶିଷ୍ୟ ଥିଲେ। 12 ଜଣ ଶିଷ୍ୟରୁ ସେ ସବୁ ଶିଷ୍ୟକୁ ସେ ନେଇକି ଯାଉନାହାନ୍ତି। ଆମେ ଭାବିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସ୍ଥାନରେ ସେ ଦଳଭେଦ, ମତଭେଦ ବା କୌଣସି ପ୍ରକାର ଭାବରେ ସେମାନଙ୍କ ମଧ୍ୟରେ ଭେଦଭାବ କଲା ପରି ଲାଗୁଛି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତଙ୍କୁ ନେବା କଥା, ମାତ୍ର କାହିଁକି 3 ଜଣଙ୍କୁ ନେଉଛନ୍ତି? ଆଉ ଗୋଟେ ସ୍ଥାନରେ ମଧ୍ୟ ଦେଖିବା ଆମେ, ମାର୍କ ଏହାର 5 ଅଧ୍ୟାୟର 37 ପଦ, ପୁଣି ସେ ପିତର, ଯାକୁବ ଓ ତାଙ୍କ ଭାଇ ଜହନଙ୍କ ବିନା ଆଉ କାହାକୁ ସାଙ୍ଗରେ ଯିବାକୁ ଦେଲେ ନାହିଁ। ଏହି ସ୍ଥାନରେ ଜାଇରସଙ୍କର କନ୍ୟାଙ୍କ ଘରକୁ ସେ 12 ଜଣ ଶିଷ୍ୟ ମଧ୍ୟରୁ 3 ଜଣ ଶିଷ୍ୟ ଛଡ଼ା ଆଉ ଅନ୍ୟମାନେ ମଧ୍ୟ ଆସିବା ପାଇଁ ଚାହୁଁଥିଲେ। ପ୍ରଭୁ ମୁଁ ମଧ୍ୟ ଆସିବି, ମାତ୍ର ସମସ୍ତଙ୍କୁ ନେଉନାହାନ୍ତି। କାହାକୁ ନେଉଛନ୍ତି? ପିତର, ଯାକୁବ, ଜହନ, ସେମାନଙ୍କୁ ନେଉଛନ୍ତି। ଆମେ ଭାବୁଥିବୁ ଯେ ଏମାନେ ଅଧିକ ପ୍ରାର୍ଥନା କରୁଥିବେ, ଏମାନଙ୍କର ବିଶ୍ୱାସ ଆହୁରି ଅଧିକ ଥିବ, ଏଥିପାଇଁ ପ୍ରଭୁ ଏମାନଙ୍କୁ ସାଙ୍ଗରେ ସାଙ୍ଗରେ ନେଉଛନ୍ତି। ନାହିଁ ମୋର ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁମାନଙ୍କୁ ଅତି ନିକଟରେ ରଖିବେ, ଅତି ଘନିଷ୍ଠ ରଖିବେ? ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟବହାରକୁ ସହ୍ୟ କରିବେ। ଏମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟବହାରକୁ ସହ୍ୟ କରୁଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏମାନଙ୍କ ସହିତ ଯାହା ଇଚ୍ଛା ତାହା ସେ ବ୍ୟବହାର କରିପାରୁଥିଲେ। ଦିନେ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କ ସହିତ କଥାବାର୍ତ୍ତା ହେଲେ। ପିତରଙ୍କୁ କହିଲେ, ପିତର ମୁଁ ଏହି ପ୍ରକାର ଭାବେ ମୃତ୍ୟୁବରଣ କରିବା ପାଇଁ ଯାଉଛି। ମାତ୍ର ପିତର ଯୀଶୁଖ୍ରୀଷ୍ଟଙ୍କୁ ଗୋଟେ ପାଖକୁ ଡାକି ନେଇ କହିଲେ, ପ୍ରଭୁ ଆପଣଙ୍କ ପ୍ରତି ଏ ପ୍ରକାର କିଛି ନ ହେଉ, ନ ଦୁଃଖ, ନ କଷ୍ଟ, କୌଣସି ବିଷୟ ଆପଣଙ୍କ ପ୍ରତି ନ ହେଉ। ସେତେବେଳେ ମାଥ୍ୟୁ ଏହାର 16 ଅଧ୍ୟାୟରେ 22 ପଦରେ, ସେଥିରେ ପିତର ତାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ନ ଘଟୁ। କିନ୍ତୁ ସେ ବୁଲି ପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ ଶୟତାନ, ତୁମେ ମୋହର ବିଘ୍ନ ସ୍ୱରୂପ, କାରଣ ତୁମେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟ ବିଷୟ ଭାବୁଅଛ। 3ଟା ବିଷୟ କହିଲେ। ପିତରଙ୍କୁ ସିଧାସଳଖ ସମସ୍ତଙ୍କ ଆଗରେ ସେ କହୁଛନ୍ତି, ଦୂର ହୁଅ ଶୟତାନ। ପିତର ଶୟତାନ ଥିଲେ କି? ପିତର ଶୟତାନ ନଥିଲେ। ତା ପଛେ କହୁଛନ୍ତି, ତୁମେ ମୋର ଝୁଣ୍ଟିବାର କାରଣ, ତୁମେ ମୋର ବିଘ୍ନର କାରଣ ହଉଛ। ଆଉ 3ୟ ବିଷୟ ସେ କହୁଛନ୍ତି ଯେ ତୁମେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟ ବିଷୟ ଭାବୁଛ। ଏହି ପ୍ରକାର ଭାବରେ କଡ଼ା କଥା ଯୀଶୁଖ୍ରୀଷ୍ଟ ପିତରଙ୍କୁ କହୁଛନ୍ତି। କାହିଁକି? ପିତର ଯୀଶୁଖ୍ରୀଷ୍ଟଙ୍କର ନିକଟରେ ରହୁଛନ୍ତି। ଯଦି ଯୀଶୁଖ୍ରୀଷ୍ଟଙ୍କର ନିକଟରେ ରହିବା ପାଇଁ ଆମେ ଚାହୁଁଛୁ, ତାଙ୍କର କଡ଼ା କଥା, ତାଙ୍କର କଡ଼ା ଅନୁଯୋଗ ଶୁଣିବା ପାଇଁ
ଆମେ ପ୍ରସ୍ତୁତ ରହିବାର ଅଛି। ପିତର ଜହନ ଆଉ ଯାକୁବଙ୍କୁ କାହିଁକି ସେ ଏତେ ପାଖରେ ରଖୁଥିଲେ? କାରଣ ଯୀଶୁଖ୍ରୀଷ୍ଟ ସେମାନଙ୍କ ପ୍ରତି ଯେତେ କଠୋର ହେଲେ ମଧ୍ୟ, ଯେତେ ଅନୁଯୋଗ କଲେ ମଧ୍ୟ ଏମାନେ କୌଣସି ପ୍ରକାର ଭାବରେ ଯୀଶୁଖ୍ରୀଷ୍ଟଙ୍କୁ ଛାଡ଼ି ସେମାନେ ଯାଉନଥିଲେ। ଯେତେବେଳେ ଅନେକ ଶିଷ୍ୟ ଯୀଶୁଖ୍ରୀଷ୍ଟଙ୍କୁ ଛାଡ଼ିକିନା ପଳେଇ ଯାଉଥିଲେ, ସେହି ସମୟରେ ପିତର କ'ଣ କହୁଛନ୍ତି? ଜହନ 6 ଅଧ୍ୟାୟ ଏହାର ପଢ଼ିବା 68 ପଦ। ସିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ କାହା ପାଖକୁ ଯିବା? ଆପଣ ଶୈତାନ କୁହନ୍ତୁ, ବିଘ୍ନ ସ୍ୱରୂପ କୁହନ୍ତୁ, ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟ ବିଷୟ ଭାବୁଛନ୍ତି, ଏହି ପ୍ରକାର କଥା କୁହନ୍ତୁ। କହିଲେ ମଧ୍ୟ ଆମେ ଆଉ କାହା ପାଖକୁ ଯିବୁ? ତୁମେ ଯେତେ ଯୋଉଟା କଲେ ମଧ୍ୟ ଆମେ କାହା ପାଖକୁ ଆମେ ଯାଇପାରିବୁ ନାହିଁ। କାରଣ ଅନନ୍ତ ଜୀବନର ବାକ୍ୟ ତ ତୁମ ପାଖରେ ଅଛି। ଆମେ ତୁମ ପାଖକୁ ଆମମାନଙ୍କର ଶାରୀରିକ ଆବଶ୍ୟକ ଗୁଡ଼ିକକୁ ପୂର୍ଣ୍ଣ କରିବା ପାଇଁ ଆସିନାହୁଁ। ତୁମେ କେବଳ ଯେ ମିଠା ମିଠା କଥା କହିବ, ସେ ସବୁ କଥା ଆମେ ଶୁଣିବା ପାଇଁ ଆସିନାହୁଁ। ତୁମେ ଯାହା କହିବ, ଗାଳି କର, ଶୈତାନ ବୋଲି କୁହ, ତୁମେ ଯେମିତି ବ୍ୟବହାର କଲେ ମଧ୍ୟ ଆମେ ତୁମକୁ ଚିହ୍ନି ଦେଇଛୁ, ଆମେ ତୁମକୁ ଜାଣି ଦେଇଛୁ। ତୁମେ ହିଁ ସତ୍ୟ ପରମେଶ୍ୱର, ତୁମ ପାଖରେ ହିଁ ଅନନ୍ତ ଜୀବନର ବାକ୍ୟ ଅଛି। ତୁମେ ହିଁ ପରିତ୍ରାଣ ଦେଇପାରିବ, ତୁମେ ହିଁ ଆମକୁ ସ୍ୱର୍ଗ ଦେଇପାରିବ। ସେଥିପାଇଁ ଆମେ ତୁମ ପାଖରେ ହିଁ ରହିବୁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ନିକଟରେ ଯଦି ଆପଣ ରହିବା ପାଇଁ ଚାହୁଁଛନ୍ତି, ତାଙ୍କର କଠୋର ବ୍ୟବହାର, ତାଙ୍କର ଅନୁଯୋଗକୁ ଶୁଣିବା ପାଇଁ ଆପଣଙ୍କର ହୃଦୟ ରହିବାର ଆବଶ୍ୟକ ରହିଛି, ମନ ରହିବାର ଆବଶ୍ୟକ ରହିଛି। ଅନେକ ଶିଷ୍ୟ ଯୀଶୁଙ୍କର ଅଛନ୍ତି, ଆଜି ଅନେକ ଖ୍ରୀଷ୍ଟିଆନ ମାନେ ମଧ୍ୟ ଅଛନ୍ତି, ମାତ୍ର ସବୁ ଖ୍ରୀଷ୍ଟିଆନ ଯୀଶୁଙ୍କର ନିକଟବର୍ତ୍ତୀ ନାହାନ୍ତି। କେଉଁମାନେ ଯୀଶୁଙ୍କର ନିକଟବର୍ତ୍ତୀ? ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଅନୁଯୋଗକୁ ଶୁଣିପାରନ୍ତି। ପ୍ରଭୁ ତୁମେ ମନ ଇଚ୍ଛା, ତୁମେ ଯାହା ଚାହିଁଲେ ତୁମେ ତାହା ମୋ ପ୍ରତି କରିପାରିବ, ମୋତେ ବ୍ୟବହାର କରିପାରିବ। ଯାହା ତୁମେ କରିବାକୁ ଚାହୁଁଛ ତୁମେ କରିପାରିବ। ମୁଁ କୌଣସି ପ୍ରକାର ଭାବରେ ତୁମକୁ ମନା କରିପାରିବି ନାହିଁ। ଏହି ପ୍ରକାର ମନୋଭାବ ଯେଉଁମାନଙ୍କର ରହିଛି, ସେମାନେ ପ୍ରଭୁଙ୍କର ଅତି ନିକଟରେ ବାସ କରିପାରିବେ। 70 ଜଣ ଶିଷ୍ୟ ଥିଲେ, 12 ଜଣ ଶିଷ୍ୟ ଥିଲେ, ଆଉ 3 ଜଣ ଶିଷ୍ୟ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କ ମଧ୍ୟରେ ଭେଦଭାବ କରୁନାହାନ୍ତି। ମାତ୍ର ଯେଉଁମାନଙ୍କର ବ୍ୟବହାର, ଯେଉଁମାନଙ୍କର ସମର୍ପଣ ପ୍ରଭୁଙ୍କ ପ୍ରତି ଯେଉଁ ପ୍ରକାର ରହିଛି, ସେହି ପ୍ରକାର ସେମାନଙ୍କୁ ସେ ବ୍ୟବହାର କରୁଛନ୍ତି। ପ୍ରିୟମାନେ, ଆମେ ଯଦି ପ୍ରଭୁଙ୍କର ଅତି ନିକଟରେ ଆମେ ବାସ କରିବା ପାଇଁ ଚାହୁଁଛୁ, ସମସ୍ତଙ୍କର ଇଚ୍ଛା ମୁଁ ପ୍ରଭୁଙ୍କର ଅତି ନିକଟରେ ବାସ କରିବି। ଅନେକ ଜଣ ଅଛନ୍ତି ଉପବାସ କରୁଛନ୍ତି, ଅନେକ ଜଣ ଅଛନ୍ତି ଦୀର୍ଘ ସମୟ ଧରି ପ୍ରାର୍ଥନା କରୁଛନ୍ତି। ନିହାତି ଦରକାର ଅଛି। ପ୍ରାର୍ଥନା ଦ୍ୱାରା ଆମେ ପ୍ରଭୁଙ୍କ ସହିତ ବାସ କରିପାରିବା, ଉପବାସ ଦ୍ୱାରା ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିବା। ମାତ୍ର ଅନୁଯୋଗକୁ ଆପଣ କୌଣସି ପ୍ରକାର ଭାବରେ ଶସ୍ତା ଭାବନ୍ତୁ ନାହିଁ। ପ୍ରଭୁଙ୍କର ନିକଟରେ ଯଦି ଆପଣ ରହୁଛନ୍ତି, ତାହେଲେ ଆପଣଙ୍କ ଜୀବନରେ ଥିବା ଛୋଟିଆ ଛୋଟିଆ ବିଷୟ ଗୁଡ଼ିକ ଯାହା ପ୍ରଭୁଙ୍କୁ ପସନ୍ଦ ନାହିଁ, ସେ ସବୁକୁ ଟକି ପାରିବେ, ଅନୁଯୋଗ କରିପାରିବେ। ଆପଣ ଯଦି ସେଥିପାଇଁ ପ୍ରସ୍ତୁତ ଅଛନ୍ତି, ପ୍ରଭୁ ତୁମେ ଯାହା ଇଚ୍ଛା ତୁମେ ତାହା ମୋ ପ୍ରତି ବ୍ୟବହାର କରିପାରିବ, ମୁଁ କୌଣସି ପ୍ରକାର ଭାବରେ ଅବଜେକ୍ସନ କରିବି ନାହିଁ। ଯଦି ଆପଣଙ୍କର ଏହି ପ୍ରକାର ମନୋଭାବ, ତାହେଲେ ଆପଣ ପ୍ରଭୁଙ୍କର ନିକଟରେ ଆପଣ ବାସ କରିପାରିବେ। ପ୍ରଭୁ ଅନୁମତି ଦେବେ ଯେ ଆପଣ ପ୍ରଭୁଙ୍କର ନିକଟତର ଆପଣ ହେଇପାରିବେ। ଗୋଟେ ଖ୍ରୀଷ୍ଟିଆନର ଏହା ହିଁ ଉଦ୍ଦେଶ୍ୟ, ସେ କେତେ ପ୍ରଭୁଙ୍କର ନିକଟତର ହେଇପାରିବ, କେତେ ନିକଟତର ହେଇପାରିବ। ପ୍ରିୟମାନେ, ଆମେ ଯେତେବେଳେ ପରିତ୍ରାଣ ପାଉଛୁ, ଆମେ ପ୍ରଭୁଙ୍କ ନିକଟକୁ ଆସୁଛୁ, ମାତ୍ର ଯେତେବେଳେ ପ୍ରଭୁରେ ଆମେ ବଢୁଛୁ, ଧୀରେ 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 ପ୍ରଭୁଙ୍କର ନିକଟକୁ ହେଇଯାଉଛୁ। କିଏ ବା କୋଉ ଖ୍ରୀଷ୍ଟିଆନକୁ ପ୍ରଭୁ ତାଙ୍କର ନିକଟକୁ ଆସିବା ପାଇଁ ଦିଅନ୍ତି? ଯେଉଁମାନେ ତାଙ୍କର ବ୍ୟବହାର, ତାଙ୍କର ଅନୁଯୋଗ, ତାଙ୍କର କଡ଼ା କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନେ ମଧ୍ୟ ପ୍ରଭୁଙ୍କର ନିକଟରେ ବାସ କରିବା, ପ୍ରଭୁଙ୍କର ବ୍ୟବହାର ଯାହା ବି ରହୁନା କାହିଁକି, ଆମେ କହିବା, ପ୍ରଭୁ ତୁମେ ଯାହା ଚାହୁଁଛ ଆମ ପ୍ରତି ବ୍ୟବହାର କର, ମାତ୍ର ତୁମ ନିକଟକୁ ଆସିବା ପାଇଁ ଦିଅ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। ତୁମେ ଆପଣା ବାକ୍ୟ ଦ୍ୱାରା ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛ। ପ୍ରତି ପ୍ରଭାତରେ ତୁମର ଦୟା ଚିର ନୂତନ ଅଟେ। ପ୍ରଭୁ, ମୁଁ ତୁମକୁ ଧନ୍ୟବାଦ ଦିଏ। ଆମେ ତୁମର ନିକଟରେ ବାସ କରିବା ପାଇଁ ଚାହୁଁଛୁ। ପ୍ରଭୁ, ତୁମର ନିକଟକୁ ଆମେ ଆସିବା ପାଇଁ ଚାହୁଁଛ। ପ୍ରଭୁ, ତୁମେ ଯାହା କହିବ, ତୁମେ ଯେଉଁ ପ୍ରକାର ବ୍ୟବହାର କଲେ ମଧ୍ୟ ଆମେ ଦୁଃଖିତ ନ ହୋଇ, ଲଜ୍ଜିତ ନ ହୋଇ, ପ୍ରଭୁ ଆମେ ତୁମ ସହିତ ଲାଗି ରହିପାରିବୁ। ଦୟାକରି ତୁମେ ସାହାଯ୍ୟ କର। କାରଣ ପ୍ରଭୁ, ତୁମର ନିକଟରେ ବାସ କରିବା ପାଇଁ ତୁମେ ଯେଉଁ ସର୍ତ୍ତ କହିଛ, ସେ ସର୍ତ୍ତ ଅନୁସାରେ ଆମେ ଜୀବନ କାଟି ସଦା ସର୍ବଦା ତୁମ ନିକଟରେ ଆମେ ରହିପାରି
प्रभु आगु बढ़ी पारिबु तुम अनुग्रह प्रदान कर मु तुमको धन्यवाद दउछि सुंदर वाक्य निमंते प्रार्थना प्रभु यीशु नाम रे मागुछु आमेन आमेन। समस्त को नमस्कार प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु प्रभु जो दया करंती अनुग्रह करंती आसंता अध्याय नुआ प्रसंग रे परस्पर साक्षात करबा रहिबा। समस्त को नमस्कार प्रेज द लॉर्ड। गॉड ब्लेस यू।